ଆପଣମାନଙ୍କୁ ଆଜି ଏମିତି ଗୋଟେ ଡାଲମା ଦେଖିବି ଯେ ଶୁଦ୍ଧ ବିନା ପିଆଜ ରସୁଣରେ ଆକୁ ଭାତ ଡାଲି ସବୁଥିରେ ଖାଇପାରିବେ। ଚାଲନ୍ତୁ ଦେଖିବା ତାର ରେସିପି। ପ୍ରଥମେ ତ ଛୋଲା ଡାଲି ବା ବୁଟ ଡାଲି ତାକୁ 2 ଘଣ୍ଟା ପାଣିରେ ଏମିତି ବତୁରେଇ ନେବା। ତା ପାଇଁ ପରିବା ନେବା ଅମୃତଭଣ୍ଡା ଆଳୁ ସମାନ ପରି କାଟି ନେବା। ଭଲସେ ଧୋଇ ନେବା। ଗୋଟେ ପ୍ରେସରରେ ଛୋଲା ଡାଲିକୁ ଦେଇଦେବା। ପରିବାକୁ ଦେଇ ପରିମାଣ ହିସାବରେ ପାଣି ଦେବା। ସେଥିରେ ଗୋଟେ କଟା ଟମାଟୋ ଦେବା। ସ୍ୱାଦ ଅନୁସାରେ ଲୁଣ ହଳଦୀ ଗୁଣ୍ଡ 2ଟା କଞ୍ଚା ଲଙ୍କା ଆଉ ଅଳ୍ପ ତେଲ ଦେବା। ତେଲ ଦେଲେ ପରିବାଟା ସିଝି ହେଇଗଲେ ବି ଗୋଟା ଗୋଟା ରହିବ। ଏଠି ଆମର ସିଝିଗଲାଣି, ଦେଖିପାରୁଥିବେ ସିଝିଗଲାଣି କିନ୍ତୁ ଗୋଟା ଗୋଟା ପରିବା ରହିବ। କଢ଼େଇରେ 2 ଚାମଚ ତେଲ ଦେବା। ଅଳ୍ପ ହେଙ୍ଗୁ ଦେବା। ତାପରେ ତେଜପତ୍ର 5 ଫୁଟଣ ଦେବା। ଟିକେ ଭାଜି ହେଇଗଲା ପରେ ଅଦା କଞ୍ଚା ଲଙ୍କାକୁ ଛେଞ୍ଚା ଦେଇଦେବା। କାଶ୍ମୀର ଲଙ୍କା ଗୁଣ୍ଡ ଦେବା। ମଟର ଛୁଇଁ ନଡ଼ିଆ କୋରି ମୁଁ କୋରିକି ଦେଇଛି, ତାକୁ ଦେଇ ଟିକେ ଭାଜିବା। କସ୍ତୁରୀ ମେଥି ପତ୍ର ଦେବା। ଡାଲମାକୁ ଛୁଙ୍କଟା ଦେଇଦେବା। ଲାଷ୍ଟରେ କିଛି ଚିନି ନେଇଛି, ଗରମ ମସଲା ଗୁଣ୍ଡ ଦେଇ ପ୍ରସ୍ତୁତ ହେଇଗଲା ଆମର ଏଇ ଡାଲମାଟି। ରହିଲି, ଜୟ ଜଗନ୍ନାଥ। ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।